କେତେବେଳେ ମିଠା ଖାଇବାକୁ ଇଚ୍ଛା ହେଲା ବେଳେ ଫ୍ରିଜରେ ମିଠା ନାହିଁ ଯଦି ବିଲକୁଲ ବି ମନ ଦୁଃଖ କରନ୍ତୁନି। ମାତ୍ର 4ଟି ଜିନିଷ ଓ 4ଟି ଷ୍ଟେପ୍ରେ ଏ ମିଠାଟି ତିଆରି କରନ୍ତୁ। ଦେଖିବେ ଆପଣଙ୍କ ମନ ଖୁସି ହେଇଯିବା ସହିତ ଘରେ ବି ସମସ୍ତେ ଖୁସିରେ ଖାଇବେ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ପ୍ରତିମା ପ୍ରବୀଣା ହେରିଟେଜ୍ କିଚେନ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ବ୍ରେଡ୍ କଷ୍ଟାର୍ଡ଼ କାରାମେଲ୍ ପୁଡ଼ିଂ। ଦେଖିବାକୁ ଯେମିତି ମନଲୋଭା ନା, ଖାଇବାକୁ ମଧ୍ୟ ସେମିତି ପାଟି ଲୋଭା। ନରମ ଓ କ୍ରିମି ଟେକ୍ସଚରରେ ଆସନ୍ତୁ ଏ ମିଠାର ରେସିପିଟି ଦେଖିନେବା। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ କରୁଛି। ହଁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେଇଛନ୍ତି ତ? କରିନାହାନ୍ତି? ତାହେଲେ ଜଲ୍ଦି କରିନିଅନ୍ତୁ ଓ ବେଲ୍ ଆଇକନ୍ଟିକୁ ପ୍ରେସ୍ ମଧ୍ୟ କରିଦିଅନ୍ତୁ, ଯାହାଦ୍ୱାରା ମୋ ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଡେରି ନ କରି ଆସନ୍ତୁ ଦେଖିନେବା ଆମର ଏହି କାରାମେଲ୍ ବ୍ରେଡ୍ କଷ୍ଟାର୍ଡ଼ ପୁଡ଼ିଂର ରେସିପିଟି। ଏହି ରେସିପି ପାଇଁ ଆମର ମାତ୍ର 4ଟି ଜିନିଷ ଦରକାର। ସେଥିପାଇଁ 1 ଗ୍ଲାସ୍ କିମ୍ବା ଅଧ ଲିଟର କ୍ଷୀର, 3 ସ୍ପୁନ୍ କଷ୍ଟାର୍ଡ଼ ପାଉଡ଼ର, ଅଧ ବାଉଲ୍ ଚିନି ଆଉ 5ରୁ 6ଟି ବ୍ରେଡ୍। ଏଠି ମୁଁ 6ଟି ବ୍ରେଡ୍ ନେଇଛି। ତାହେଲେ ଆସନ୍ତୁ ଏହି 4ଟି ଜିନିଷରେ ଆମର এই ମିଠାଟି ଆମେ ତିଆରି କରିବା। ଆମେ ଆଗ କାରାମେଲ୍ ତିଆରି କରିବା। ସେଥିପାଇଁ ମୁଁ ଗୋଟେ ନନଷ୍ଟିକ୍ ପ୍ୟାନ୍ ଗରମ କରି ନେଇଛି। ସେଥିରେ ଆମେ 2ରୁ 3 ଚାମଚ ଚିନି ପକାଇବା। ଡାଇରେକ୍ଟ ଆଉ କିଛି ପାଣି ନା କିଛି ତେଲ କିଛି ବି ଦରକାର ନାହିଁ। ଗରମ କରିବା ଆଉ ଚିନି ପକାଇବା। ଆଉ ଏକୁ ଆମେ ଲୋ ଫ୍ଲେମ୍ରେ ଟିକେ ରଖିବା। ବେଶୀ ହାଇ କଲେ ଆମ ଚିନିଟି ପୋଡ଼ିଯିବ ଆଉ ପିତା ହେବ। ଦେଖନ୍ତୁ ଟିକେ ସମୟ ପରେ ମୋର ଚିନି ଏଠି ତରଳିବା ଷ୍ଟାର୍ଟ ହେଲା। ବର୍ତ୍ତମାନ ଇଏ କାରାମେଲ୍ ହେବ ଆଉ ଟିକେ ଗାଢ଼ା କଲର୍ ହେବ। ଏଠି ମୋର ହେଇଗଲାଣି। ଟିକେ ଗାଢ଼ା କଲର୍ ହେବା ପାଇଁ ମୁଁ ଟିକେ ଲୋ ଫ୍ଲେମ୍ରେ ରଖିବି ଆଉ ତାକୁ ଡାଇରେକ୍ଟ ସାଙ୍ଗେ ସାଙ୍ଗେ ଗୋଟେ କେକ୍ ଟିନ୍କୁ ମୁଁ ଟ୍ରାନ୍ସଫର୍ କରିବି। କେକ୍ ଟିନ୍କୁ ଟ୍ରାନ୍ସଫର୍ କରିବା ମାତ୍ରେ ହିଁ ଆମେ ତାକୁ ଖେଳେଇ ନେବା ଚାରିପଟକୁ। ନହେଲେ କାରାମେଲ୍ ନା ଟିକେ ଥଣ୍ଡା ହେଲା ମାନେ ଏକଦମ ହାର୍ଡ଼ ହେଇଯିବ ଆଉ ଆମେ ଖେଳେଇ ପାରିବାନି। ଦେଖନ୍ତୁ ମୁଁ ଇମିଡ଼ିଏଟଲି ସ୍ପ୍ରେଡ୍ କରିଦେଲିଣି। ଆଉ ଯେତିକି ବି ଜାଗା ଖାଲି ଅଛି ସେ ଚଳିବ, ସେ ତା'ର ଧୀରେ ପଛରେ ଆଡ଼ଜଷ୍ଟ ହେଇଯିବ। ବର୍ତ୍ତମାନ ଗୋଟେ ଗ୍ରାଇଣ୍ଡର ଜାର୍ ନେଇ ମୁଁ ଏ କ୍ଷୀର, କଷ୍ଟାର୍ଡ଼ ପାଉଡ଼ର, ଚିନି ଆଉ ବ୍ରେଡ୍କୁ ମିଶାଇ ଗ୍ରାଇଣ୍ଡିଙ୍ଗ କରିବି। କ୍ଷୀର, ଚିନି ଆଉ କଷ୍ଟାର୍ଡ଼ ପାଉଡ଼ର ଦେଇଦେଲା ପରେ ମୁଁ ବ୍ରେଡ୍ର 4 ସାଇଡ଼୍ ଗୁଡ଼ାକ ଟିକେ କାଟି ନେବି। କାରଣ ଏଇଟା ରହିଲେ ଟିକେ ଟାଣ ହେବ ଆଉ ମଝିରେ ମଝିରେ କଲର୍ଟା ଟିକେ ମଧ୍ୟ ଅବାଗିଆ ଦିଶିବ। ଯଦି ସମାନ କଲର୍ ଚାହୁଁଛନ୍ତି ତାହେଲେ ଆମେ ୟାକୁ କାଟିଦେବା, ନହେଲେ ରଖିଲେ ବି ଚଳିବ। ଆପଣଙ୍କୁ ଯଦି ପସନ୍ଦ ଆପଣ ନ କାଟି ବି ପାରନ୍ତି। ବର୍ତ୍ତମାନ ଏ ବ୍ରେଡ୍କୁ ମଧ୍ୟ ଆମେ କ୍ଷୀର ସହିତ ଦେଇଦେବା। ଏସବୁ ମିଶାଇକି ଆମେ ଗୋଟେ ଫାଇନ୍ ପେଷ୍ଟ ତିଆରି କରିଦେବା। ଗ୍ରାଇଣ୍ଡିଙ୍ଗ କରିଦେବା ଦ୍ୱାରା ଚିନିଟା କ୍ଷୀର ସହିତ ମିଶିଗଲା, କଷ୍ଟାର୍ଡ଼ ପାଉଡ଼ର ବି ବଢ଼ିଆ ଭାବେ ମିଶିଗଲା ଆଉ ବ୍ରେଡ୍ ବି ମଧ୍ୟ ଆମର ପୁରା ପେଷ୍ଟ ହେଇଯାଇଛି। ଦେଖନ୍ତୁ ଆମର ଏଠି ପୁରା ସ୍ମୁଥ୍ ପେଷ୍ଟ ହେଇଯାଇଛି। ବର୍ତ୍ତମାନ ୟାକୁ ଆମେ ଗୋଟେ ନନଷ୍ଟିକ୍ କଡ଼େଇକୁ ଟ୍ରାନ୍ସଫର୍ କରି ହାଇ ଫ୍ଲେମ୍ରେ କଣ୍ଟିନ୍ୟୁଅସ୍ ଘାଣ୍ଟିବା, ଯେମିତି ଆମର ଏ ପେଷ୍ଟଟି ପୁରା ବହଳିଆ ହେଇଯିବ। ଆଉ ଯଦି କଣ୍ଟିନ୍ୟୁଅସ୍ ନ ଘାଣ୍ଟିବା, ଆମେ ଯେଉଁ କଷ୍ଟାର୍ଡ଼ ପାଉଡ଼ର ପକାଇଛେ ସେ ଲମ୍ପସ୍ ହେଇଯିବ, ବିଣ୍ଡା ବିଣ୍ଡା ଲାଗିବ। ଆମର ମିଠାଟି ଜମା ବି ଭଲ ହେବନି, ସ୍ମୁଥ୍ ଆସିବନି ଆଉ ଟେକ୍ସଚର୍ ପୁରା ଖରାପ ହେଇଯିବ। ଦେଖନ୍ତୁ ଏଠି ମୁଁ ପୁରା ଘାଣ୍ଟି ଦେଲିଣି, ମୋର ଆଉ ବହଳିଆ ବି ହେଇ ଆସିଲାଣି। ମୁଁ ଏଠିକୁ ଦେଖାଉଛି ଆପଣଙ୍କୁ ସ୍ପୁନ୍ରେ ନେଇକି ମୋ ଟେକ୍ସଚର୍ଟା କେଉଁ ଭଳିଆ ହେଇଛି। ଯେତେବେଳେ ଏଇଭଳି ହେଇଯିବ ଆମେ ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିନେବା। ଦେଖନ୍ତୁ ଏଠି କେମିତି ମୋର ଟେକ୍ସଚର୍ଟି ହେଇଛି। ଆମର କଷ୍ଟାର୍ଡ଼ ତ ତିଆରି ହେଇଗଲା। ବର୍ତ୍ତମାନ ତାକୁ ଆମେ ସେଟ୍ କରିବା। ଯେଉଁ କାରାମେଲ୍ କରିଥିଲି ଦେଖନ୍ତୁ ଶୁଖିକି ପୁରା ଟାଣ ହେଇଯାଇଛି। ସେଇ କେକ୍ ଟିନ୍ରେ ଆମେ ଏଇ କଷ୍ଟାର୍ଡ଼କୁ ଟ୍ରାନ୍ସଫର୍ କରିନେବା। ସବୁତକ କଷ୍ଟାର୍ଡ଼ ଆମେ ପୁରା ଏ କେକ୍ ଟିନ୍କୁ ଟ୍ରାନ୍ସଫର୍ କରିନେବା। ଟିକେ ଲିକ୍ୱିଡ଼ ଲାଗୁଛି ନା, କିନ୍ତୁ ଯେତେବେଳେ ସେଟ୍ ହେଇଯିବ ଦେଖିବେ ଏକଦମ ପରଫେକ୍ଟ ଟେକ୍ସଚର୍ରେ ଆସିଯିବ। ୟାକୁ ଟିକେ ଆମେ ଏମିତି ବାଡ଼େଇ ଦେବା ଯେମିତି ପୁରା ପରଫେକ୍ଟଲି ସେଟ୍ ହେଇଯିବ। ଅଲରେଡ଼ି ମୁଁ ଗୋଟେ ଷ୍ଟିମର୍ ହାଇ ଫ୍ଲେମ୍ରେ ଗରମ କରିନେଇଛି। ଏହାଦ୍ୱାରା ଷ୍ଟିମ୍ ମଧ୍ୟ ବଢ଼ିଆ ଭାବେ ଏବେ ବାହାରୁଛି। ବର୍ତ୍ତମାନ ମୁଁ ଗ୍ୟାସ୍ ଫ୍ଲେମ୍କୁ ଲୋ କରି ଏ ଯେଉଁ ପୁଡ଼ିଂକୁ ଆମେ ୟା ଉପରେ ରଖିବା ଆଉ 15 ମିନିଟ୍ ପାଇଁ ୟାକୁ ଷ୍ଟିମ୍ କରିବା। କାହିଁକି ନା ଆମର ଯେଉଁ କାରାମେଲ୍ଟି ଟାଣ ହେଇଯାଇଛି, ଏ ଷ୍ଟିମ୍ ଦ୍ୱାରା ସିଏ ଲିକ୍ୱିଫିକେସନ୍ ହେବ ଆଉ ଆମ ପୁଡ଼ିଂଟି ବଢ଼ିଆ ଭାବେ ସେ କାରାମେଲ୍କୁ ଆବଜର୍ଭ କରିନେବ। ଦେଖନ୍ତୁ ଏଠି 15 ମିନିଟ୍ ପରେ ଟିକେ ସେ ଲିକ୍ୱିଫିକେସନ୍ ହେଇଯାଇଛି, ମୋର ଅଳ୍ପ ଟିକେ ବାହାରୁଛି। ଆଉ ତାକୁ ଆମେ ଏବେ ବର୍ତ୍ତମାନ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଲା ପରେ ଆମେ ତାକୁ ଫ୍ରିଜ୍ରେ ପୁଣି 2 ଘଣ୍ଟା ପାଇଁ ରଖିଦେବା। ଆଉ 2 ଘଣ୍ଟା ପରେ ଦେଖନ୍ତୁ ମୋର କେତେ ସୁନ୍ଦର ଆସିଯାଇଛି। ଉପରେ ଗୋଟେ ପ୍ଲେଟ୍ ରଖି ଆମେ ତାକୁ ଓଲଟେଇ ଦେବା। ଦେଖିବେ ବଢ଼ିଆ ଭାବେ ବାହାରି ଆସିବ ଆମର ପୁଡ଼ିଂଟି। ୱାଓ, କି ସୁନ୍ଦର ବାହାରି ଆସିଲା ନା। ଦେଖନ୍ତୁ ଆଉ ବହୁତ ସୁନ୍ଦର ହେଇଛି। କାରାମେଲ୍କୁ ବି ବହୁତ ବଢ଼ିଆ ଭାବେ ସେ ଆବଜର୍ଭ ବି କରିଛି
आउ जेतिकी कारामल थिला से भी मध्य बढ़िया लिक्विफिकेशन हो जाइए। मु काटिकी गोटे पीस देखौची केते सुंदर टेक्सचर मध्य तार आसीची। रेसिपीटी जदि भल लगिला ताहेले गोटे छोटिया लाइक करदेबे और आपणक फैमिली और फ्रेंड्स मानक मध्य शेयर करदेबे।